ପକ୍ଷରୁ ଆମେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ଶାସ୍ତ୍ରାଂଶକୁ ଆମେ ଯିବା। ଆମେ ଶୀଘ୍ର ଶୀଘ୍ର ଯିବା, ଆମ ପାଖରେ ସମୟ ବି ବହୁତ କମ ଅଛି। ଏହାପରେ ଆଉ ଗୋଟେ ମିଟିଂ କୁ ମଧ୍ୟ ଯିବାର ଆବଶ୍ୟକ ରହିଅଛି, ସେ ମିଟିଂ କୁ ମଧ୍ୟ ଯିବା। ପଢିବା ପ୍ରକାଶିତ ପୁସ୍ତକ, ଏହାର 2 ଅଧ୍ୟାୟ। ପ୍ରକାଶିତ ପୁସ୍ତକ 2 ଅଧ୍ୟାୟ କିଛି ପଦ, 3 ଅଧ୍ୟାୟରୁ କିଛି ପଦ ପଢିବା। 2 ଅଧ୍ୟାୟର 7 ପଦ ପଢନ୍ତୁ। ମଣ୍ଡଳୀ ଗଣଙ୍କୁ ଆତ୍ମା କଣ କହନ୍ତି? ଯାହାର କର୍ଣ୍ଣ ଅଛି ସେ ତାହା ଶୁଣୁ। ଯେ ଜୟ କରେ, ସେତିକି। ତା ପଛେ 11 ପଦ। ମଣ୍ଡଳୀ ଗଣଙ୍କୁ ଆତ୍ମା କଣ କହନ୍ତି? ଯାହାର କର୍ଣ୍ଣ ଅଛି ସେ ତାହା ଶୁଣୁ। 17 ପଦ। ମଣ୍ଡଳୀ ଗଣଙ୍କୁ ଆତ୍ମା କଣ କହନ୍ତି? ଯାହାର କର୍ଣ୍ଣ ଅଛି ସେ ତାହା ଶୁଣୁ। 29 ପଦ। ମଣ୍ଡଳୀ ଗଣଙ୍କୁ ଆତ୍ମା କଣ କହନ୍ତି? ଯାହାର କର୍ଣ୍ଣ ଅଛି ସେ ତାହା ଶୁଣୁ। 3 ଅଧ୍ୟାୟର 6 ପଦ। ମଣ୍ଡଳୀ ଗଣଙ୍କୁ ଆତ୍ମା କଣ କହନ୍ତି? ଯାହାର କର୍ଣ୍ଣ ଅଛି ସେ ତାହା ଶୁଣୁ। 13 ପଦ। ମଣ୍ଡଳୀ ଗଣଙ୍କୁ ଆତ୍ମା କଣ କହନ୍ତି? ଯାହାର କର୍ଣ୍ଣ ଅଛି ସେ ତାହା ଶୁଣୁ। 22 ପଦ। ମଣ୍ଡଳୀ ଗଣକୁ ଆତ୍ମା କଣ କହନ୍ତି? ଯାହାର କର୍ଣ୍ଣ ଅଛି ସେ ତାହା ଶୁଣୁ। ଦେଖନ୍ତୁ, ପ୍ରକାଶିତ ପୁସ୍ତକ 2 ଅଧ୍ୟାୟ 3 ଅଧ୍ୟାୟ 7ଟା ମଣ୍ଡଳୀକୁ ସେ ଲେଖୁଅଛନ୍ତି। ଆଉ ପ୍ରତ୍ୟେକ ମଣ୍ଡଳୀକୁ ଗୋଟିଏ ବାକ୍ୟ ସେ ରିପିଟ କରୁଛନ୍ତି, ବାରମ୍ବାର 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 କହୁଛନ୍ତି। ଏଫିସ୍ ମଣ୍ଡଳୀକୁ ସେ କହୁଛନ୍ତି, ସୁର୍ଣ୍ଣା ମଣ୍ଡଳୀକୁ, ତା ପଛେ ଫିଲାଦେଲଫିଆ ମଣ୍ଡଳୀକୁ, ସାର୍ଦି ମଣ୍ଡଳୀକୁ, ସବୁ ମଣ୍ଡଳୀକୁ ସେ ଗୋଟିଏ କଥା କହୁଛନ୍ତି ଯେ ମଣ୍ଡଳୀ ଗଣକୁ ଆତ୍ମା କଣ କହନ୍ତି ସେ ତାହା ଶୁଣୁ। ଯାହାର କାନ ଅଛି ତାହା ଶୁଣୁ। ଏହାର ଅର୍ଥ ଏତିକି ମନେ ରଖନ୍ତୁ, ମଣ୍ଡଳୀରେ ମଧ୍ୟ ଅନେକ ଲୋକ ବସିଥିବେ, ତାଙ୍କୁ କାନ ନଥିବ। ମଣ୍ଡଳୀରେ ଅନେକ ଲୋକ ଥିବେ, ମାତ୍ର ତାଙ୍କ କାନ ନଥିବ। ସେମାନେ ତାଙ୍କର କାନ ଥିବ, ମାତ୍ର ପ୍ରଭୁଙ୍କର ବାକ୍ୟ ଶୁଣିବା ପାଇଁ ତାଙ୍କର କାନ ନଥିବ। ଏଇଟା ହେଲା ସମସ୍ୟା। ସେଥିପାଇଁ ଆଜିର ପ୍ରସଙ୍ଗ ରଖିଛି ଶେଷ ସମୟର କାନର ସମସ୍ୟା। ଶେଷ ସମୟରେ ବିଶ୍ୱାସୀ ଭାଇ ଭଉଣୀ ମାନଙ୍କର କାନର ସମସ୍ୟା ଗୁଡିକ ଦେଖାଯିବ। ଭୟଙ୍କର କାନର ସମସ୍ୟା ଗୁଡିକ ଦେଖାଯିବ। କାନ ଥିବ, ବହୁତ ସୁନ୍ଦର ସୁନ୍ଦର କାନ। ମୋ କାନ ସିନା ବଡ ବଡ ଅଛି, କେତେ ଜଣ କାନ ବହୁତ ସୁନ୍ଦର ଥିବ, ଏତେ ସୁନ୍ଦର ଭାବରେ କାନ ଥିବ। ସେ କାନରେ ଆଉ ଯୋଉ ଫୁଡେଇକିନା ଏ କାନ ପାଇଁ ଝୁମ୍ପା ପିନ୍ଧିଥିବେ, ସେଟା ମଧ୍ୟ ବହୁତ ସୁନ୍ଦର ଦେଖା ଯାଉଥିବ। ମାତ୍ର ସେମାନେ ଶୁଣିବା ପାଇଁ ସେମାନଙ୍କର କାନ ନଥିବ। ସବୁ ଶୁଣିବେ ସେମାନେ, ବହୁତ ବିଷୟ ଗୁଡିକ ସେମାନେ ଶୁଣିବେ, ମାତ୍ର ସେମାନେ କଣ ଶୁଣିବେ ନାହିଁ। ଦେଖନ୍ତୁ, ଉପଦେଶକ ପୁସ୍ତକରେ ଲେଖା ଯାଉଛି 1 ଅଧ୍ୟାୟର 8 ପଦ। ଉପଦେଶ 1 ଅଧ୍ୟାୟର 8 ପଦରେ, ସମଗ୍ର ବିଷୟ କ୍ଳାନ୍ତିପୂର୍ଣ୍ଣ, ମନୁଷ୍ୟ ତାହା ବର୍ଣ୍ଣନା କରିପାରେ ନାହିଁ। ଚକ୍ଷୁ ଦର୍ଶନରେ ତୃପ୍ତ ନୁହେଁ, କିମ୍ବା କର୍ଣ୍ଣ ଶ୍ରବଣରେ ତୃପ୍ତ ନୁହେଁ। ଭାବନ୍ତୁ, ଏଇଠି ଯଦି ଆମେ ବାକ୍ୟଟା ଟିକେ 40 ମିନିଟ କି 50 ମିନିଟ କହିଦେବୁ, ତାହେଲେ କାନ ବଥେଇବାକୁ ଷ୍ଟାର୍ଟ ହେବ। ଏତେ ସମୟ ଲମ୍ବେଇ ଦେଇଛନ୍ତି। ଗୋଟେ ଥର କଣ ହେଲା, ଗୋଟେ ସଭା ଚାଲିଥିଲା, ସେଇ ସଭାରେ ବକ୍ତା 13 ମିନିଟ ଅଧିକ ନେଇଗଲେ। କମିଟି ବସିଲା, କମିଟି ବସି ତାଙ୍କୁ ପଚରା ଗଲା, 13 ମିନିଟ ଅଧିକ କାହିଁକି ନେଲ ତମେ? ଯଦି ପାଷ୍ଟର ପଚାରିବେ ତମେ 13 ମିନିଟ ଲେଟ ରେ କାହିଁକି ଚର୍ଚ୍ଚକୁ ଆଇଲ, କେମିତି ହବ ସେଟା? ତୁମେ 13 ମିନିଟ 14 ମିନିଟ ଲେଟ ରେ ଆଇବ, 15 ମିନିଟ ଲେଟ ରେ ଆଇବ, ମାତ୍ର ଟିକେ 13-14 ମିନିଟ ଅଧିକ ହେଇଗଲେ ଦେଖିବେ ଲୋକମାନେ, ତାଙ୍କୁ ସମୟ ଜ୍ଞାନ ନାହିଁ। ତାଙ୍କେ ସିନା ପାଳକ, ତାଙ୍କର କିଛି କାମ ଧନ୍ଦା ନଥିବ, ଆମର କିଛି କାମ ଧନ୍ଦା ନାହିଁ କି ଯେତେବେଳେ ଦେଖିବେ ଲମ୍ବା ଲମ୍ବା କରିଦଉଥିବେ। ପିଲାମାନେ ଦେଖନ୍ତୁ, ମାତ୍ର ଯୋଉମାନେ ଚର୍ଚ୍ଚରେ 15 ମିନିଟ କି 20 ମିନିଟ ଯଦି କିଛି ଡେରି ହେଇଗଲା ବ୍ୟସ୍ତ ହେଇଯାଉଛନ୍ତି, ମାତ୍ର ଟିଭି ପାଖରେ ବସିଲା ବେଳେ ଆରେ କେତେ ଶୀଘ୍ର ପଳେଇଲା 2 ଘଣ୍ଟା, ଜଣା ପଡିଲା ନାହିଁ। ସେ ତା ପାଇଁ ତୃପ୍ତ, ସେଇଟା ଶୁଣି 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 ଶୁଣିକା ରହିଯାଏ ହେବ। ମାତ୍ର ପ୍ରଭୁଙ୍କର ବାକ୍ୟ ଶୁଣିବା ସମୟରେ କଣ ହେଇଯାଏ,
ଯେ ବହୁତ ଅସୁବିଧା ହେଇଯାଏ। ପ୍ରିୟମାନେ, କର୍ଣ୍ଣ ଶ୍ରବଣରେ ତୃପ୍ତ ନାହିଁ। କୋଉଟା ତୃପ୍ତ ନାହିଁ? ବହୁତ କଥା, ଦୁନିଆ କଥା ଶୁଣିବା ପାଇଁ ଲୋକମାନଙ୍କ ତୃପ୍ତ ଥାଏ। ଦେଖନ୍ତୁ, ଓଡିଶା ଘରେ ଯଦି ଗଣ୍ଡଗୋଳ ଷ୍ଟାର୍ଟ ହେଲା, ସମସ୍ତେ କହିବେ ଏ ଏ ଚପ ଚପ ଚପ, ସବୁ ତୁନି ରୁହ। କଣ ପାଇଁ? ଗଣ୍ଡଗୋଳ ଶୁଭ ନାହିଁ। ସେମାନେ କଣ ଗଣ୍ଡଗୋଳ ହଉଛନ୍ତି, ସେଥିପାଇଁ ତୁନି ଗଣ୍ଡଗୋଳ ଷ୍ଟାର୍ଟ ହେଲା, ଧୀରେ କରି କାନ ଲଗେଇକିନା ଲୋକଙ୍କର କଥା ଶୁଣିବା ପାଇଁ ଲୋକମାନେ ବହୁତ ବହୁତ ଭାବରେ ସେମାନେ ଆଗ୍ରହୀ। ମାତ୍ର ପ୍ରଭୁଙ୍କର ବାକ୍ୟ ଶୁଣିବାରେ କେତେ ଆମେ ଶୁଣୁଥିବୁ, କେତେ ଆମେ କରୁଥିବୁ, ସେଇ ସମାନ କଥା ଏକା କୁହାଯାଉଥିବ। ପ୍ରିୟମାନେ, ଆମେ ଶେଷ ସମୟରେ କାନର ସମସ୍ୟା, ଭୟଙ୍କର ସମସ୍ୟା ଦେଖାଯିବ। କାରଣ ଭାବବାଣୀ ସ୍ୱରୂପେ ପାଉଲ ସେ ତିମୋଥିକୁ ସେ କହିଛନ୍ତି, କଣ କହିଛନ୍ତି ଆମେ ଦେଖିବା। ଦ୍ୱିତୀୟ ତିମୋଥି ପୁସ୍ତକ 4 ଅଧ୍ୟାୟ 3 ପଦରୁ ଟିକେ ପଢନ୍ତୁ। କାରଣ ସମୟ ଆସିବ ହୁଁ। ଯେତେବେଳେ ସେମାନେ ହିତଜନକ ଶିକ୍ଷା ସହ୍ୟ କରିବେ ନାହିଁ, ମାତ୍ର ଶ୍ରୁତି ମଧୁର କଥାରେ ସନ୍ତୁଷ୍ଟ ହୋଇ ଅଭିଳାଷ ଅନୁସାରେ ଆପଣମାନଙ୍କ ନିମନ୍ତେ ବହୁ ସଂଖ୍ୟକ ଶିକ୍ଷକଙ୍କୁ ସଂଗ୍ରହ କରିବେ। ପୁଣି ସତ୍ୟ ବାକ୍ୟରେ କର୍ଣ୍ଣ ନ ଦେଇ କଳ୍ପିତ କାହାଣୀ ପ୍ରତି ମନ ଦେବେ। ଆପଣମାନଙ୍କ ମଧ୍ୟରୁ କିଏ କହିବେ କି ଶ୍ରୁତି ମଧୁର ପ୍ରଚାର ମାନେ କଣ? କିଏ ଜାଣିଛନ୍ତି ଯେ ଶ୍ରୁତି ମଧୁର ପ୍ରଚାର ମାନେ କଣ? ନିଜକୁ ସୁହାଇଲା ଭଳିଆ କଥା। ଭେରି ଗୁଡ। ସତ୍ସଙ୍ଗ ଆଗେ ପୁରା ସବୁବେଳେ ଫାଷ୍ଟ ଆଗା ଥିଲେ ସେ। ଏଣ୍ଟରଟେନମେଣ୍ଟ ଆର୍କେ ଲୋକ ବାକ୍ୟ। ନା, ସରି। ଏଣ୍ଟରଟେନମେଣ୍ଟ ବାକ୍ୟ। ହଁ, ବହୁତ ବଢିଆ। ଆଉ କିଏ କହିବେ କି ଶ୍ରୁତି ମଧୁର ବାକ୍ୟ? ଯାହା ଶୁଣିବାକୁ ଭଲ ଲାଗୁଥିବ। ଯାହା ଶୁଣିବାକୁ ବହୁତ ଭଲ ଲାଗୁଥିବ। ହଁ, ତମେ କହୁଥାଅ, ମୁଁ ଶୁଣୁଥିବି। ପ୍ରିୟମାନେ, ଶ୍ରୁତି ମଧୁର କଥା ଶୁଣିବା ପାଇଁ ଶେଷ ସମୟରେ ଲୋକମାନେ ଆଗ୍ରହ ଦେଖେଇବେ। କାହିଁକି? କାନର ସମସ୍ୟା। ସେମାନଙ୍କର କାନ ଏମିତି ହେଇଯିବ, ସତ୍ୟ ବାକ୍ୟରେ କର୍ଣ୍ଣ ଦେବେ କା ନାହିଁ ସେମାନେ। ଯୋଉ ବାକ୍ୟ ଶୁଣିବା ଦ୍ୱାରା ସେମାନେ ଆତ୍ମିକ ଜୀବନରେ ବଢି ପାରିବେ, ବଳବାନ ହେଇପାରିବେ, ସ୍ୱାମୀ ସ୍ତ୍ରୀ ଖୁସିରେ ରହିପାରିବେ, ପାପ ଉପରେ ଜୟଲାଭ କରିପାରିବେ, ଏଇ ପ୍ରକାର ବାକ୍ୟ ନୁହଁ। ଯଦି ମୁଁ ଏବେ ଆମର ଅଜିତ ଦିଗାଲ ଭାଇ ଅଛନ୍ତି, ତାଙ୍କୁ ମୁଁ କହିବି, ଭାଇ ଆପଣ କିଛି ଦିନ ଗଲା ପରେ ବିଦେଶ ଯିବାକୁ ଚାହୁଁଛନ୍ତି, ତାକୁ ବହୁତ ଖୁସି, ଓ କି ଭୟଙ୍କର। ହଁ, ବୁଝୁଛନ୍ତି? ମୁଁ ସିଧା ସିଧା କହିବି, ଆମର ସୁଲେଖା ଆସିଷ୍ଟେଣ୍ଟଙ୍କୁ କହିବି, ଆପଣ ବଡ ବଡ ଘର ଗୁଡିକ ବାନ୍ଧିବା ପାଇଁ ଯାଉଛନ୍ତି, ଆପଣଙ୍କର ପୁଅ ଝିଅର ବଡ ବଡ ଚାକିରି ଲାଗିବା ପାଇଁ ଯାଉଛି। ଏଇଟା ଆବଶ୍ୟକ ନାହିଁ ବୋଲି ମୁଁ କହୁନାହିଁ। ବଡ ଘର ଦରକାର, ଚାକିରି ସବୁ ଯାକ ଦରକାର, ଆବଶ୍ୟକ ନାହିଁ। ମାତ୍ର ଏଇଟାକୁ ଭାବବାଣୀ କହିବାକୁ ଦରକାର ନାହିଁ। ଏମିତି ଭାବବାଣୀ କେହି ମଧ୍ୟ କହିନାହାନ୍ତି। ମୁଁ ସେ ରାତିରେ ଗୋଟେ କାମ ଥିଲା, 9ଟା ବେଳେ ବାହାରିକି ଯାଉଛି, ମତେ ଗୋଟେ ଝିଅ ହାତ ମାରିକିନା କହିଲେ, ମତେ ଟିକେ ସାମ୍ନାରେ ନେଇ ଛାଡିଦବ, ଟିକେ ମେଡିକାଲ ପାଖରେ ଛାଡିଦବ। କୁଆଡେ ଯାଉଛ? ନାଇଁ ନାଇଁ, ଆମ ଘରେ ସୁନା ହଜିଗଲା ତ, ସେ ଭାବବାଣୀ ଯିଏ କହୁଛନ୍ତି ତାଙ୍କ ପାଖକୁ ଯାଉଛି, ସେ କହିବେ ସୁନା କୋଉଠି ଅଛି। ଆମର ମଧ୍ୟ ସୁନା ହଜିଛି, ଯେ କୋଉ ଭାବବାଣୀ ପାଖକୁ ଗଲେ ହେବ ନାହିଁ। ସେ ଭାବବାଣୀ ଆମକୁ ଗଣ୍ଡଗୋଳ ଲଗାଇଦବ। ସେଥିପାଇଁ କୋଉ ଭାବବାଣୀ ପାଖକୁ ଗଲେ, ଲୋକଙ୍କର କଣ ଶ୍ରୁତି ମଧୁର କଥା, ଯୋଉ କଥା ଶୁଣିଲେ କି ବହୁତ ଖୁସି ଲାଗେ, ଆନନ୍ଦ ଲାଗେ, ଯୋଉ କଥା ଦ୍ୱାରା କି ଆମମାନଙ୍କର କୌଣସି କଷ୍ଟ ଲାଗିବ ନାହିଁ। ଏଇଟା ଶେଷ ଦିନ ମାନଙ୍କରେ ଯୋଉ ବାକ୍ୟ ଶୁଣିବା ଦ୍ୱାରା ଆମକୁ ବାଧିବ ନାହିଁ, ଆମକୁ କଷ୍ଟ ଲାଗିବ ନାହିଁ, ଏଇ ପ୍ରକାର ପ୍ରଚାରକ ମାନଙ୍କୁ ଲୋକ ଖୋଜିବେ, ତାଙ୍କ ପଛରେ ଯାଇବେ। ପ୍ରିୟମାନେ, ଶେଷ ସମୟରେ ବିଶ୍ୱାସୀ ମାନଙ୍କର କାନର ସମସ୍ୟା ଭୟଙ୍କର ଭାବରେ ବଢିଯିବ। ସତ୍ୟ ବାକ୍ୟକୁ କୌଣସି ପ୍ରକାର ଭାବରେ ମନ ଦେବେନି। ସେଥିପାଇଁ ପ୍ରକାଶିତ ପୁସ୍ତକ 2 ଅଧ୍ୟାୟ 3 ଅଧ୍ୟାୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସ୍ୱୟଂ କହୁଛନ୍ତି, ଯାହାର କାନ ଅଛି ସେ ଶୁଣୁ। ମତେ ଆପଣ ମାନେ କୁହନ୍ତୁ, କାହାର କାନ ନାହିଁ? କୁହନ୍ତୁ, କାହାର କାନ ନାହିଁ? ସମସ୍ତଙ୍କର କାନ ଅଛି।
ଏବେ ଆପଣଙ୍କୁ ପଚାରିଲେ କହିବେ ସାପର କାନ ନାହିଁ ବୋଲି। ସାପ ମଣ୍ଡଳୀରେ ଆସୁଛି କି? ମଣ୍ଡଳୀ ଭିତରେ ସାପ ରହୁଛି? ନାଇଁ ନାଇଁ, ଏଟା ସାପ କଥା କହିନାହାନ୍ତି, ଏଇଟା ବିଶ୍ୱାସୀ ମାନଙ୍କର କଥା କହୁଛନ୍ତି। ଶେଷ ଦିନ ମାନଙ୍କରେ ଏଇ ପ୍ରକାର ବିଶ୍ୱାସୀ ଯାକ ରହିବେ ଯେ ସେମାନେ ବିଲକୁଲ ଶୁଣିବେ ନାହିଁ, ଶୁଣିବା ପାଇଁ ଆଗ୍ରହ ପ୍ରକାଶ କରିବେ ନାହିଁ। ସେମାନେ ଦୁନିଆର କଥା ଜଣାଥିବ, ମାତ୍ର ପ୍ରଭୁଙ୍କର କଥା ସେମାନେ ଶୁଣିବେ ନାହିଁ। ସେଥିପାଇଁ କହୁଛନ୍ତି ଯେ ଶେଷ ସମୟରେ ଏଇ ପ୍ରକାର ଭୀଷଣ ସମୟ କଣ, ଲୋକମାନେ କଳ୍ପିତ କାହାଣୀ, ମନ ଗଡା କଥା ଗୁଡିକ ଶୁଣିବେ। ଯଦି ପ୍ରଚାର ମୁଁ କରିବି, ରାତିରେ ମୁଁ ସ୍ୱପ୍ନ ଦେଖିଲି, ସେ ସ୍ୱପ୍ନରେ ମୁଁ 2ଟା ଗଧ ଦେଖିଲି, ସେ ଗଧ ଉପରେ ବସିଥିବା ଲୋକ ଦେଖିଲି ବୋଲେ ଏତେ ଧ୍ୟାନ ଦେଇକି ଶୁଣିବେ। ପ୍ରିୟ ମାନେ, ଏ ଗଧ କଥା ଆପଣଙ୍କ ସ୍ତ୍ରୀଙ୍କୁ କୁହନ୍ତୁ। ମଣ୍ଡଳୀରେ ମୁଁ ସ୍ୱପ୍ନ ଦେଖିଲି, ମୁଁ ଗଧ ଦେଖିଲି, ମୁଁ ଅମୁକ ଦେଖିଲି, ଏଇଟା ମଣ୍ଡଳୀରେ କହିବାର ଆବଶ୍ୟକ ନାହିଁ। ମଣ୍ଡଳୀରେ କଣ କହିବାର ଅଛି? ବାକ୍ୟ କହିବାର ଆବଶ୍ୟକ ରହିଛି। ମୁଁ ଯାଇଥିଲି ଫୁଲବାଣୀ, ମତେ 2ଟା ଶାଲ ଦେଲେ, ମତେ 2ଟା ବୁକେ ଦେଲେ। ହଁ, ଯେ ସେ କଥା ଶୁଣିକି ମୋର ଫାଇଦା କଣ କୁହନ୍ତୁ? ମୋର ଶାଲ ବୁକେ, ତା ପଛେ ମତେ କାରରେ ବୁଲେଇଲେ, ମୁଁ ଫ୍ଲାଇଟରେ ମୁଁ ଗଲି। ଏସବୁ କଳ୍ପିତ କାହାଣୀ ଯାକ ଶୁଣିବା ପାଇଁ ଲୋକମାନେ ଆଜିକାଲି ବହୁତ ଆଗ୍ରହ ସହକାରେ ଅଛନ୍ତି, ମାତ୍ର ବାକ୍ୟ ଶୁଣିବା ପାଇଁ ଲୋକଙ୍କର ଆଗ୍ରହ ନାହିଁ। ସେଥିପାଇଁ କହିଲେ ଯେ କାନ ମାନେ କଣ? ପ୍ରଭୁଙ୍କର ରବ ଶୁଣିବା ପାଇଁ, ତାଙ୍କର ବାକ୍ୟ ଶୁଣିବା ପ୍ରତି କର୍ଣ୍ଣ ରହିବାର ଅଛି। ଦେଖନ୍ତୁ, ଏଠି ପ୍ରକାଶିତ ପୁସ୍ତକରେ ଜହନ ଯେତେବେଳେ ସେ ଦେଖୁଛନ୍ତି ଦର୍ଶନ, ପ୍ରକାଶିତ ପୁସ୍ତକ 1 ଅଧ୍ୟାୟର 10 ପଦ ଟିକେ ପଢିବେ। ମୁଁ ପ୍ରଭୁଙ୍କ ଦିନରେ ଆତ୍ମାରେ ଆବିଷ୍ଟ ହୋଇ ମୋହର ପଶ୍ଚାତରେ ତୁରୀ ଶବ୍ଦ ପରି ଗୋଟିଏ ମହାସ୍ୱର ଏହା କହୁଥିବା ଶୁଣିଲି। ଭାବନ୍ତୁ, କିଏ କହୁଛନ୍ତି? ଏଇଟା ପ୍ରଭୁ ଯୀଶୁ ଖ୍ରୀଷ୍ଟ କହୁଛନ୍ତି। ତାଙ୍କର ସ୍ୱରକୁ ଜହନ କେମିତି ଶୁଣୁଛନ୍ତି? ତୁରୀର ଶବ୍ଦ ପରି, ମାନେ ଏତେ ଲାଉଡ ଭଏସରେ, ଏତେ କ୍ଲିୟରଲି ଶୁଣି ପାରୁଛନ୍ତି ଯେ ପ୍ରଭୁ କହୁଛନ୍ତି, ଏଇଟା ପରମେଶ୍ୱର କହୁଛନ୍ତି। ପ୍ରିୟମାନେ, ଆମର ଏମିତି ଅଭ୍ୟାସ ରହିବାର ଅଛି। ପରମେଶ୍ୱରଙ୍କର ସ୍ୱର ସହିତ ଆମେ ସମ୍ପୂର୍ଣ୍ଣ ଭାବରେ ଅଭ୍ୟସ୍ତ ରହିବାର ଅଛି। ଏଇ ସ୍ୱର କାହାର ସ୍ୱର? ଏଟା କିଏ କହୁଛନ୍ତି? ପରମ ଗୀତ 5 ଅଧ୍ୟାୟକୁ ଆସିବେ ଆପଣ ମାନେ। ପରମ ଗୀତ 5 ଅଧ୍ୟାୟ 2 ପଦ ଟିକେ ପଢିବେ। ମୁଁ ନିଦ୍ରିତ ଥିଲି, ମାତ୍ର ମୋହର ହୃଦୟ ଜାଗ୍ରତ ଥିଲା। ଏ ତ ମୋ ପ୍ରିୟତମଙ୍କ ରବ, ସେ ଦ୍ୱାରରେ ଆଘାତ କରି କହୁଅଛନ୍ତି, ଆଗ ମୋହର ଭଗିନୀ, ମୋହର ପ୍ରିୟେ, ମୋହର କପୋତୀ, ମୋହର ଶୁଦ୍ଧ ମତେ, ମୋ ପାଇଁ ଦ୍ୱାର ଫିଟାଅ। କାରଣ ମୋହର ମସ୍ତକ ଶିଶିରରେ, ମୋହର କେଶ ରାତ୍ରିର ଜଳବିନ୍ଦୁରେ ପରିପୂର୍ଣ୍ଣ। ଏଇଟା ହଉଛି ସ୍ୱର। ସେ କଣ କହୁଛନ୍ତି? ମୁଁ ନିଦ୍ରିତ ଥିଲି, ମୁଁ ଶୋଇ ପଡିଥିଲି, ମାତ୍ର ମୋର ହୃଦୟ ଜାଗ୍ରତ ଥିଲା। ଆଉ ମୁଁ ଯେତେବେଳେ ସେ ସ୍ୱରକୁ ଶୁଣିଲି, ମୁଁ ଜାଣିପାରିଲି ଏଇଟା କାହାର ସ୍ୱର। ଏଇଟା କାହାର ସ୍ୱର? ଏହା ତ ମୋ ପ୍ରିୟତମଙ୍କର ସ୍ୱର। ସ୍ୱର ବହୁତ ଇମ୍ପୋର୍ଟାଣ୍ଟ ପ୍ରିୟ ମାନେ, ସ୍ୱରଟା ବହୁତ ବହୁତ ଇମ୍ପୋର୍ଟାଣ୍ଟ। ଚେହେରା ଆମେ ବଦଳାଇ ଦେଇପାରିବା, ସ୍ୱର ବଦଳାଇବାଟା ବହୁତ କଷ୍ଟ। ସ୍ୱରଟା ଆମେ ବାରିବାଟା ଆମେ ଶିଖିବାର ଆବଶ୍ୟକ ରହିଛି। ସ୍ୱର ଶୁଣୁ ଶୁଣୁ ଆମେ ଜାଣିପାରୁଥିବାର ଅଛି, ବୁଝିପାରୁଥିବାର ଅଛି ଏଇଟା କାହାର ସ୍ୱର, କେମିତି ସ୍ୱର, ଏଇଟା କୋଉ ପ୍ରକାର ସ୍ୱର। ସେତେବେଳେ ସେ ଏ ତ ମୋର ପ୍ରିୟତମଙ୍କର ରବ, ଏଇଟା ତ ମୋର ପ୍ରଭୁଙ୍କର ସ୍ୱର। ପ୍ରଭୁ କଥା କହୁଛନ୍ତି। ପରମେଶ୍ୱରଙ୍କ ରବ ସହିତ ଆମେ ସମ୍ପୂର୍ଣ୍ଣ ଭାବରେ ଅଭ୍ୟସ୍ତ ଥିବାର ଅଛି। ଯଦି ଆମେ ପ୍ରଭୁଙ୍କ ସ୍ୱର ସହିତ ଅଭ୍ୟସ୍ତ ଆମେ ରହିଯିବା, ଏଇଟା ପ୍ରଭୁ କହୁଛନ୍ତି, ଯାହାର କର୍ଣ୍ଣ ଅଛି ସେ ଶୁଣୁ। କଣ ଶୁଣୁ? ମୋହର ରବକୁ ଶୁଣୁ। ପରମେଶ୍ୱରଙ୍କ ରବକୁ ଶୁଣିଲା ପରି ପରମେଶ୍ୱର ଆମକୁ କାନ ଦିଅନ୍ତୁ। ଆମର କାନର ସମସ୍ୟା ନଥାଉ। ଆଜି କଣ, ଆମେ ଦୁନିଆର କଥା ଗୁଡିକ ଶୁଣି 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 ଆମେ ପରମେଶ୍ୱରଙ୍କ ରବ ପ୍ରତି ଆମେ ଟିକେ ଅବହେଳା ଆମେ କରୁଛୁ, ବାରି ପାରୁନୁ ଆମେ କୋଉଟା କାହାର ସ୍ୱର।
ଦେଖନ୍ତୁ ଏଠି ପଦ ଆପଣଙ୍କୁ ପଢେଇବି, ମୋ ସହିତ ଆପଣ ପଢେଇବେ ଯାତ୍ରା ପୁସ୍ତକ 32 ଅଧ୍ୟାୟକୁ ଆସନ୍ତୁ। ଯାତ୍ରା ପୁସ୍ତକ 32 ଅଧ୍ୟାୟରେ ଆପଣ ଦେଖିବେ ମୂଷା ଯେତେବେଳେ ପାହାଡକୁ ଯାଇଛନ୍ତି 40 ଦିନ 40 ରାତି ପରମେଶ୍ୱରଙ୍କ ସହିତ ରହି ବ୍ୟବସ୍ଥାକୁ ଆଣିବା ପାଇଁ ଯାଇଛନ୍ତି, ସେଇ ସମୟରେ ବିଳମ୍ବ ହଉ ହଉ ଇଆଡେ ହାରଣ ଯାଜକ କଣ କରିଛନ୍ତି, ସୁନାର ବାଛୁରୀ ତିଆରି କରି ସୁନାର ବାଛୁରୀର ସେବା ଆରାଧନା କରୁଛନ୍ତି। ଯେତେବେଳେ ସୁନାର ବାଛୁରୀର ସେବା ଆରାଧନା କରୁଅଛନ୍ତି, ଆଉ ମଣ୍ଡଳୀ ଭିତରୁ ବିଭିନ୍ନ ପ୍ରକାର ସ୍ୱର ଆସୁଛି। 32-17 ପଢିବେ। ଅନନ୍ତର ଲୋକମାନେ ଉଚ୍ଚ ରବ କରନ୍ତେ ଯେହୋଶୁଆ ଲୋକମାନଙ୍କର କୋଳାହଳ ଶୁଣି ମୂଷାଙ୍କୁ କହିଲେ, ଛାଉଣିରେ ଯୁଦ୍ଧ ଶବ୍ଦ ହେଉଅଛି। ଦେଖନ୍ତୁ ତ ଜିହୋଶୁୟ ସେ କହୁଛନ୍ତି ଛାଉଣିରେ କଣ ହଉଛି, ଯୁଦ୍ଧର ଶବ୍ଦ ହଉଛି। ଭୟଙ୍କର ଲୋକମାନେ ଆସି ଯୁଦ୍ଧ କରୁଛନ୍ତି, ମାତ୍ର ଛାଉଣିରେ କଣ ହଉଛି, ଛାଉଣିରେ କଣ ହଉଛି ଲେଖା ହେଇ ଦେଖନ୍ତୁ, ପଢନ୍ତୁ। ତହିଁରେ ସେ କହିଲେ, ନାଇଁ ନାଇଁ, ସେଟା ନାହିଁ, ମୁଁ କହୁଛି ଏଇଟା ପଢନ୍ତୁ। ଏଠି 6 ପଦରୁ ଏଥିରେ ଲୋକମାନେ ଆରଦିନ ପ୍ରଭାତରେ ଉଠି ହୋମବଳି ଉତ୍ସର୍ଗ କଲେ ଓ ମଙ୍ଗଳାର୍ଥକ ନୈବେଦ୍ୟ ଆଣିଲେ। ତହୁଁ ଲୋକମାନେ ଭୋଜନ ପାନ କରିବାକୁ ବସିଲେ, ଏ ଉତ୍ତାରେ ଲୀଳା କରିବାକୁ ଉଠିଲେ। ଦେଖନ୍ତୁ ମଣ୍ଡଳୀ ଭିତରେ ଛାଉଣିରେ ଲୀଳା ଚାଲିଛି। ଲୀଳା ମାନେ କଣ, ଯିଏ ଯେମିତି ପାରିଲା ନାଚିଲା, ଖାଇଲା, ପିଇଲା, ଡ୍ୟାନ୍ସ କଲା, ତାଙ୍କର ଲୀଳା ତାଙ୍କେ କରୁଛନ୍ତି। ଆମର ପରମେଶ୍ୱର ଲୀଳା କରିବା ପରମେଶ୍ୱର ନୁହନ୍ତି। ଅନ୍ୟମାନେ ଦେଖ ଭଗବାନଙ୍କ ଲୀଳା, ଆମର ପରମେଶ୍ୱର ଲୀଳା କରନ୍ତି ନାହିଁ। ଏଇ ଜାଗାରେ ଆମେ ଦେଖୁଛୁ ଯେ ମଣ୍ଡଳୀ ଭିତରେ ଛାଉଣି ଭିତରେ ଲୀଳା ଚାଲିଛି, ମାତ୍ର ସିଆଡେ ଝିଅସୁଏ କହୁଛନ୍ତି ଯୁଦ୍ଧର ଶବ୍ଦ ଶୁଣା ଯାଉଛି। ଶତ୍ରୁ ଆସି ଆମର ଲୋକମାନଙ୍କ ସହିତ ଆକ୍ରମଣ କରିବା ସମୟରେ ଆମ ଲୋକମାନେ ଯୁଦ୍ଧ କରୁଛନ୍ତି। କାହିଁକି? ଝିଅସୁୟ ସେ ସ୍ୱରକୁ ବାରି ପାରିଲେ ନାହିଁ। ଲୀଳାର ଶବ୍ଦ ଆଉ ଯୁଦ୍ଧର ଶବ୍ଦକୁ ଝିଅସୁୟ ସେ ବାରି ପାରିଲେ ନାହିଁ। କାରଣ ଝିଅସୁୟ ଏବେ ଯାଏ ମେଚୋର୍ଡ ହେଇନାହାନ୍ତି, ସ୍ୱର ବାରିବାଟା ଏବେ ଯାଏ ଶିଖି ପାରିନାହାନ୍ତି। ମାତ୍ର ମଶା ସେ କଣ କରୁଛନ୍ତି, 18 ପଦ। ତହିଁରେ ସେ କହିଲେ, ଏହା ଜୟଧ୍ୱନିର ଶବ୍ଦ ନୁହେଁ କିମ୍ବା ପରାଜୟ ସ୍ୱରର ଶବ୍ଦ ନୁହେଁ, ମାତ୍ର ମୁଁ ଗାୟନର ଶବ୍ଦ ଶୁଣୁଅଛି। ଓକେ, ଏମିତି ସେ 19 ପଦ ଟିକେ ପଢନ୍ତୁ ଟିକେ। ଏଥିରେ ସେ ଛାଉଣିର ନିକଟବର୍ତ୍ତୀ ହେବା ମାତ୍ରେ ସେହି ବାଛୁରୀ ଓ ନୃତ୍ୟୁ ଦେଖିଲେ। ତହିଁରେ ମଶାଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା। ଏଣୁ ସେ ଆପଣା ହସ୍ତରୁ ସେହି 2 ପ୍ରସ୍ତର ପଟା ଫୋପାଡ଼ି ଦେଇ ପର୍ବତ ତଳେ ତାହା ଭାଙ୍ଗିଲେ। ବାଛୁରୀ ଗୋଟେ ତିଆରି କରିଛନ୍ତି। ସେ ବାଛୁରୀର ନାଁ କଣ ଦେଇଛନ୍ତି ଜାଣିଛନ୍ତି ତ? ସେ ବାଛୁରୀକୁ ନାଁ ଦେଇଛନ୍ତି ସଦାପ୍ରଭୁ ବୋଲି। ନା ସଦାପ୍ରଭୁ, ମାତ୍ର ଭିତରେ କଣ ଅଛି, ବାଛୁରୀ ଅଛି। ଆଉ ମୁଁ ସବୁବେଳେ କହେ ସେ ବାଛୁରୀ ଆଜି ବଡ ହେଇ ଗୋମାତା ହେଇଯାଇଛି। ସେଇ ବାଛୁରୀ ଏବେ ବଡ ହେଇଗଲା, ସେ ଗୋମାତା, ତାଙ୍କୁ ଏବେ ସେବା ଆରାଧନା କରୁଛନ୍ତି। ପ୍ରିୟମାନେ, ନା ସଦାପ୍ରଭୁଙ୍କର, ମାତ୍ର ଭିତରେ ଅଲଗା ଗୋଟେ ଦେବତା। ସେ ସ୍ୱରକୁ ମଶା ବାରି ପାରିଲେ, ତେବେ ଆମେ ସ୍ୱରକୁ ବାରିବାଟା ଶିଖିବାର ଅଛି। ଆମେ ସ୍ୱରକୁ ଠିକରେ ଆମେ ଜାଣିପାରୁଥିବାର ଅଛି। ଦେଖନ୍ତୁ ମଣ୍ଡଳୀରେ କେଉଁ ପ୍ରକାର କର୍ଣ୍ଣ ଗୁଡିକ ରହିଛି, ମୁଁ ଆପଣଙ୍କୁ କେତେଟା ବିଷୟ ପଢେଇବା ପାଇଁ ଚାହେଁ। ମୋ ସହିତ ଆପଣ ପଢିବେ ଜିସାୟ 58 ଅଧ୍ୟାୟ, କେତେଟା ପଦ ମୁଁ ଆପଣଙ୍କୁ ପଢିବି ଆଜିର ସେବା ଗୁଡିକ ଥିବା 58 ଅଧ୍ୟାୟର 6 ପଦ ଟିକେ ପଢିବେ। ଦୁଷ୍ଟତା ରୂପ ବନ୍ଧନ ଫିଟାଇ ଦେବାର, ଜୁଆଳିର ବନ୍ଧନ ମୁକ୍ତ କରିବାର ଓ ଉପଦ୍ରବଗ୍ରସ୍ତ ଲୋକମାନଙ୍କୁ ମୁକ୍ତ କରି ଛାଡ଼ିଦେବାର, ପୁଣି ପ୍ରତ୍ୟେକ ଜୁଆଳି ଭଗ୍ନ କରିବାର, କ୍ଷୁଧିତ ଓକେ, ଲୋକକୁ। ଗୋଟେ ମିନିଟ, ମୁଁ ଜିସାୟ କହିଲି ଗୀତ ସଂଗୀତା 58 6 ପଦ। ହେ ପରମେଶ୍ୱର, ସେମାନଙ୍କ ମୁଖରେ ସେମାନଙ୍କ ଦନ୍ତ ଭାଙ୍ଗି ପକାଅ,
ହେ ସଦାପ୍ରଭୁ, ଜିହ୍ୱାସ୍ୟ ମାନଙ୍କର କଳଦନ୍ତ ଭାଙ୍ଗି ପକାଅ। ପଢ। ସେମାନେ ବହନ୍ତା ଜଳ ପରି ତରଳି ଯାଆନ୍ତୁ। ସେ ଆପଣା ତୀର ଲକ୍ଷ୍ୟ କରିବା ବେଳେ ଓକେ, ତାହା ସବୁ ପାଞ୍ଚ ପଦ ଟିକେ ପଢନ୍ତୁ ତ। ସାପୁଡ଼ିଆ ମାନେ ଯେଡ଼େ ନିପୁଣ ଭାବରେ ମନ୍ତ୍ର ପଢ଼ିଲେ ହେଁ ସେ ସେମାନଙ୍କ ସ୍ୱର ଶୁଣେ ନାହିଁ। ଟିକେ ଶୁଣନ୍ତୁ। ଯେତେ ଭଲ ବାକ୍ୟ ପ୍ରଚାର କଲେ ମଧ୍ୟ ଲୋକ ଶୁଣିବେ ନାହିଁ, କାରଣ ଶେଷ ସମୟରେ କାନର ସମସ୍ୟା ରହିବ। ବାକ୍ୟ ଶୁଣିବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ରହିବ ନାହିଁ। ସେଥିପାଇଁ ପ୍ରଭୁ କହୁଛନ୍ତି ଯାହାର କର୍ଣ୍ଣ ଅଛି ସେ ତାହା ଶୁଣୁ। ଦ୍ୱିତୀୟ ବିବରଣୀ 29 ପଦ ପଢିବା ଆମେ। 29 ପଦ। ସେହି ମହାମହା ପରୋକ୍ଷ ଚିହ୍ନ ଓ ମହତ ଆଶ୍ଚର୍ଯ୍ୟକର୍ମ ସକଳ ତୁମର ଚକ୍ଷୁ ଦେଖିଅଛି। ତା ପଛେ ମାତ୍ର ସଦାପ୍ରଭୁ ଆଜି ଯାଏଁ ତୁମ୍ଭମାନଙ୍କୁ ବୁଝିବା ପାଇଁ ହୃଦୟ ଓ ଦେଖିବା ପାଇଁ ଚକ୍ଷୁ ଓ ଶୁଣିବା ପାଇଁ କର୍ଣ୍ଣ ଦେଇ ନାହାନ୍ତି। କେମିତି କଥା ଟିକେ ଆପଣ ଭାବି ପାରନ୍ତୁ। ମଣ୍ଡଳୀ ଭିତରେ ଲୋକ ଅଛନ୍ତି, ବାକ୍ୟ ଶୁଣୁଛନ୍ତି, ମାତ୍ର ପରମେଶ୍ୱର ସେମାନଙ୍କୁ ବୁଝିବା ପାଇଁ କି ଶୁଣିବା ପାଇଁ କର୍ଣ୍ଣ ଦେଇନାହାନ୍ତି। ଦିନେ ଗୋଟିଏ ଭାଇ ବହୁତ ମଦ ପିଇବାର, ଭୟଙ୍କର ଭାବରେ ମଦ ପିଇବାର ତା ପଛେ ସେ ଭଉଣୀ ତାଙ୍କୁ ଗୋଟେ ଯୋଉଠିକି ମଦ ପିଇବା ଲୋକମାନଙ୍କୁ କାଉନସିଲିଂ କରିକିନା ମଦ ଛଡେଇବା ପାଇଁ ନେବାର ଥିଲା, ସେଇ ସ୍ଥାନକୁ ସେ ଭଉଣୀ ନିଜର ସ୍ୱାମୀକୁ ଧରିକି ଯାଉଛନ୍ତି। ସେଇ ସ୍ଥାନରେ ଅନେକ କଥା କହିଲେ ଡକ୍ଟର ଆଜ୍ଞା ମାନେ। ତାପରେ ସେମାନେ କଣ କଲେ, ଗୋଟେ ଗ୍ଲାସରେ ସଫା ପାଣି ଆଣିଲେ, ଆଉ ଗୋଟେ ଗ୍ଲାସରେ ମଦ ଆଣିଲେ, ୱାଇନ୍ ଆଣିଲେ। ଗୋଟେ କେଞ୍ଚୁଆକୁ ଧରିଲେ, ଆଉ କେଞ୍ଚୁଆକୁ ଧରିକିନା ସଫା ପାଣିରେ ପକେଇଲେ। କେଞ୍ଚୁଆ ଭାସିବାକୁ ଷ୍ଟାର୍ଟ ହେଲା, ପହଁରିବାକୁ ଲାଗିଲା, ଆଉ ଯୋଉ ମଦ ଗ୍ଲାସରେ ପକେଇବାରୁ କେଞ୍ଚୁଆଟା ମରିଗଲା। ତା ପଛେ 2 ଜଣ ପଳାଇ ଆସିଲେ। ସ୍ୱାମୀକୁ ସ୍ତ୍ରୀ ପଚାରିଲେ, କଣ ବୁଝିଲ ତୁମେ? ସେ କହିଲେ, ଯଦି ଆମେ ମଦ ପିଇବା ତାହେଲେ ଭିତରେ ଥିବା କେଞ୍ଚୁଆ ଯାକ ମରିଯିବ ବୋଲି ବୁଝୁଛନ୍ତି। ଭାବନ୍ତୁ କେତେ ଭଲ ବୁଝୁଛନ୍ତି। ସେ ତାକୁ ଦେଖେଇଲେ ଯେ କେଞ୍ଚୁଆଟା ମରିଯାଉଛି ଯଦି ମଦରେ, ଭିତର ଅବସ୍ଥା କେମିତି ନଥିବ। ସେ କହୁଛନ୍ତି ନାହିଁ ମୁଁ ବୁଝିଲି ସେ କେମିତି ବୁଝୁଛି। ଡକ୍ଟର ଆଜ୍ଞା ଦେଖେଇଲେ ପାଣିରେ ଭିତରେ ଥିବା ପୋକ ମରେ ନାହିଁ, ଟିକେ ପକେଇଲେ ଭିତରେ ଥିବା ପୋକ ଯାକ ମରିଯାଏ, କେଞ୍ଚୁଆ ଯାକ ମରିଯାଏ। ବୋଲେ କେମିତି ବୁଝୁଛନ୍ତି ଲୋକ। ବୋଲେ ମଣ୍ଡଳୀରେ ଏମିତି ଲୋକମାନେ ଅଛନ୍ତି ଯୋଉମାନେ କି ଶୁଣିବା ପାଇଁ କର୍ଣ୍ଣ ତାଙ୍କୁ ଦିଆଯାଏ ନାହିଁ। ଆସିକିନା ଖୁଣ୍ଟ ପରି ବସୁଥିବେ ଆଉ ସେମାନେ ଯାଉଥିବେ। ଭାବନ୍ତୁ ଦିନେ ଯୀଶୁ ବୀଜ ବୁଣାଳିର ଦୃଷ୍ଟାନ୍ତ ଦେଲେ। ଗୋଟିଏ ବିହନ ବାଟ ପାଖରେ ପଡିଲା, ଆଉ ଗୋଟିଏ ପଥରିଆ ଭୂମିରେ, ଆଉ ଗୋଟେ କଣ୍ଟା ଭୂମିରେ, ଆଉ ଗୋଟେ ଉତ୍ତମ ଭୂମିରେ ପଡିଲା। ସେତିକି କହିଲା ପରେ ଯୀଶୁଙ୍କର ମେସେଜଟା ସରିଗଲା। ତା ପଛେ ଯଦି ସେ ଲୋକମାନେ ଯାଇଥିବେ, ତାଙ୍କୁ ପଚାରିବେ ଆଜି ଯୀଶୁଙ୍କ ଠାରୁ କଣ ଶିକ୍ଷା ଶୁଣିଲ? ନାଇଁ, ଯୀଶୁ ଆଜି ଚାଷ କରିବାଟା ଆମକୁ ଶିଖେଇଲେ। ହଁ, ଯୀଶୁ ଆଜି ଚାଷ କରିବାଟା ଶିଖେଇଲେ। ଆଉ କେମିତି ବିହନ ବୁଣିବାର ଅଛି, କଣ କରିବାର ଅଛି, କେମିତି ବୁଝିବାର ଅଛି। ବାଟ ପାଖରେ ବୁଣିବା କଥା ନୁହେଁ। ଯୀଶୁ ଖ୍ରୀଷ୍ଟ ସେଇଟା ଶିଖେଇ ନାହାନ୍ତି। ପ୍ରୋବ୍ଲେମ ଆମର ସେଇଟା। ଯୋଉମାନେ ବାହାର ଲୋକ ଅଛନ୍ତି ସେମାନେ କଣ, ଯୀଶୁ ଖ୍ରୀଷ୍ଟ କଣ ଏଇଟା ବିହନ ଏଠି ପକେଇଦେଲେ, ବିହନ ସେଠି ପକେଇଦେଲେ, ଏଇଟା କଣ ବିଚାର ଲୋକ ସେମିତି ଭାବୁଛନ୍ତି। ଯୀଶୁ ଖ୍ରୀଷ୍ଟ ଦିନେ ପ୍ରଭୁବୋଧ ବିଷୟରେ ଶିକ୍ଷା ଦେଲେ। ପ୍ରଭୁବୋଧ ବିଷୟରେ ଶିକ୍ଷା ଦେଲେ, ମୋର ଶରୀର ତୁମକୁ ଭୋଜନ କରିବା, ମୋ ମାଂସ ଖାଇବାକୁ ପଡିବ, ମୋ ରକ୍ତ ପିଇବାକୁ ପଡିବ। ଲୋକମାନେ ଏମିତି କାନ ଏମିତି ବନ୍ଦ କରିଦେଲେ, ଏମିତି ଟୋଟାଲି କାନ ବନ୍ଦ କରିଦେଲେ। ଆଉ ସେ ଶିକ୍ଷାର ନାଁ କଣ ଦେଲେ? କଣ ଶିକ୍ଷା ବୋଲି କହିଲେ ଯୀଶୁ ଖ୍ରୀଷ୍ଟଙ୍କ ସେ ଶିକ୍ଷାକୁ? କହିଲେ ଏଇ ଘୃଣାଜନକ ଶିକ୍ଷା କିଏ ସହ୍ୟ କରିପାରେ? ବୁଝୁଛନ୍ତି ଗୋଟେ? ପ୍ରିୟମାନେ, ପରମେଶ୍ୱର ଆମେ ଧନ୍ୟ ଯେ ଆମକୁ ବାକ୍ୟ ଜାଣିବା ପାଇଁ,
ବାକ୍ୟ ବୁଝିବା ପାଇଁ ଆମକୁ କର୍ଣ୍ଣ ଦେଇଛନ୍ତି, କାନ ଦେଇଛନ୍ତି। ସେଥିପାଇଁ ଆମେ ବାକ୍ୟକୁ ଆମେ ଆନନ୍ଦ ଉଠେଇ ପାରୁଛୁ, ଆମେ ବାକ୍ୟର ମଜା ଆମେ ନେଇ ପାରୁଛୁ। ଆମେ ଆଜି ପ୍ରଭୁ ମୋ ସହିତ କଥାବାର୍ତ୍ତା ହେଲେ, ଆଜି ପ୍ରଭୁ ମୋର ପ୍ରଶ୍ନର ଉତ୍ତର ଦେଲେ। ପ୍ରିୟମାନେ, ଆମେ ଯେବେ ଯେବେ ଆମେ ଚର୍ଚ୍ଚକୁ ଯାଇଛୁ, ପରମେଶ୍ୱର ଆମ ସହିତ କଥାବାର୍ତ୍ତା ହେଇଛନ୍ତି। ମାତ୍ର କେତେ ଜଣ ନାହିଁ, ଯେମିତି ଗଲେ ସେମିତି ଫେରିକିନା ପଳାଇ ଆସିଲେ। ସେମାନେ କଥା ହଉଥିବେ, ଆଜି ମତେ ପ୍ରଭୁ କଥା ହେଲେ, ଏ ବାକ୍ୟ ଦ୍ଵାରା କଥା ହେଲେ, ଏ ଗୀତ ଦ୍ଵାରା କଥା ହେଲେ। ଆଉ ଜଣେ ଭକୁଆ, ମତେ ତ ହେଇନାହାନ୍ତି, ତୋତେ କେମିତି କଥା ହେଲେ? କୁଆଡୁ ଆସିଆ କଥା ହେଲେ? ମୁଁ ତ ବସିଥିଲି ତୋ ପାଖରେ, ମତେ କିଛି କହିନାହାନ୍ତି। ତୁମକୁ ସେ କାନ ନାହିଁ, ତୁମର ଅଲଗା କାନ ଅଛି ତୁମକୁ। ତୁମେ ଯାଉଛ ଦେଖିପାରିବ କିଏ କୋଉ ରଙ୍ଗର ନେଲ ପଲିସ ଲଗେଇଛନ୍ତି, ତୁମେ ଦେଖିବା ପାଇଁ ତୁମ ଆଖି ଦିଆଯାଇଛି। କିଏ କୋଉ ଶାଢୀ ପିନ୍ଧିଛନ୍ତି, କିଏ କେତେଟା କ୍ଲିପ ଲଗେଇଛନ୍ତି, କିଏ ଦୁଇଟା ଚୁଟି କରିଛନ୍ତି କି ଗୋଟେ ଚୁଟି କରିଛନ୍ତି, ଏଟା ସବୁ ଯାକ ଦେଖିକିନା ତୁମେ ଆସିପାରିବ। ମାତ୍ର ଅନ୍ୟମାନଙ୍କୁ ପରମେଶ୍ୱର ସେ କର୍ଣ୍ଣ ଦେଇଛନ୍ତି, ପରମେଶ୍ୱରଙ୍କ ରବକୁ ଶୁଣିପାରିବେ। ଏଠି ନାଇଁ, ମୁଁ ସେମାନଙ୍କୁ ସେ କର୍ଣ୍ଣ ଦେଇନାହିଁ, ପ୍ରଭୁ ସେ କାନ ଦେଇନାହାନ୍ତି କେତେ ଜଣକୁ। ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେବା, ପ୍ରଭୁ ଆମକୁ ସେଇ କାନ ଦେଇଛନ୍ତି ଯେ ପରମେଶ୍ୱରଙ୍କ ରବକୁ ଆମେ ଶୁଣିପାରୁଛୁ, ଆମେ ପ୍ରଭୁଙ୍କର ବାକ୍ୟକୁ ଶୁଣିପାରୁଛୁ। ଆମେ ପ୍ରଭୁଙ୍କର ଗୌରବ ହୋ ପ୍ରିୟମାନେ। ଲେଖାଯାଉଛି, ଯଦି ଆମେ ପଢିବା, ଆମେ ଯିଶାୟା ପୁସ୍ତକ 6:10 ପଢିବେ। ଏହି ଲୋକମାନେ ଆପଣା ଆପଣା ଚକ୍ଷୁରେ ଦେଖି ଓ କର୍ଣ୍ଣରେ ଶୁଣି ଓ ଅନ୍ତଃକରଣରେ ବୁଝି ମନ ଫେରାଇ ଯେପରି ସୁସ୍ଥ ନ ହୁଅନ୍ତି, ଏଥିପାଇଁ ତୁମ୍ଭେ ସେମାନଙ୍କ ଅନ୍ତଃକରଣ ସ୍ଥୂଳ କର ଓ ସେମାନଙ୍କ କର୍ଣ୍ଣ ଭାରି କର ଓ ସେମାନଙ୍କ ଚକ୍ଷୁ ମୁଦି ଦିଅ। ଦେଖନ୍ତୁ, ଯିଶାୟ କଣ କହୁଛି? ପ୍ରଭୁ ସେମାନଙ୍କ କାନକୁ ବନ୍ଦ କରିଦିଅ। କାନ ବନ୍ଦ ହେଇଗଲେ କଣ ହେଇଯିବ? ପ୍ରଭୁଙ୍କ ରବ ଶୁଣିପାରିବେ ନାହିଁ। ପ୍ରଭୁଙ୍କ ରବ ନ ଶୁଣିଲେ ମନ ପରିବର୍ତ୍ତନ କରିବେ ନାହିଁ, ପରିତ୍ରାଣ ପାଇବେ ନାହିଁ। ଏମିତି ଲୋକମାନେ ମଧ୍ୟ ଅଛନ୍ତି ମଣ୍ଡଳୀରେ, ସେଇଟା ସେ କହୁଛନ୍ତି। ସେ ଯାହାର କାନ ଅଛି ସେ ଶୁଣୁ, ପ୍ରଭୁଙ୍କର ବାକ୍ୟକୁ ଶୁଣୁ, ପ୍ରଭୁଙ୍କ ରବକୁ ଶୁଣୁ। ଯେରିମିୟ 6:10 ପଢିବା ଆମେ। ସେମାନେ ଯେପରି ଶୁଣିବେ, ଏଥିପାଇଁ ମୁଁ କାହାକୁ କହିବି ଓ କାହାକୁ ସାକ୍ଷ୍ୟ ଦେବି? ଦେଖ, ସେମାନଙ୍କର କର୍ଣ୍ଣ ଅସୁନତ ଓ ସେମାନେ ଶୁଣିପାରନ୍ତି ନାହିଁ। ଦେଖ, ସଦାପ୍ରଭୁଙ୍କର ବାକ୍ୟ ସେମାନଙ୍କ ନିକଟରେ ତୁଚ୍ଛନୀୟ ହୋଇଅଛି, ତହିଁରେ ସେମାନଙ୍କର କିଛି ଆହ୍ଲାଦ ନାହିଁ। ବୁଝନ୍ତୁ, ଏ ଯେ ପଦ ଗୁଡିକକୁ ଧ୍ୟାନ ଦେଇକିନା ଶୁଣନ୍ତୁ। ଏମିତି ଲୋକମାନେ ମଣ୍ଡଳୀରେ ଅଛନ୍ତି ଯୋଉମାନେ କି ପ୍ରଭୁଙ୍କର ବାକ୍ୟକୁ ତୁଚ୍ଛ କରୁଥିବେ। ପରମେଶ୍ୱରଙ୍କ ବାକ୍ୟ ପାଇଁ ସେମାନଙ୍କ ପାଖରେ କୌଣସି ପ୍ରକାର ସମ୍ମାନ ନାହିଁ। କାହିଁକି? ସେମାନଙ୍କୁ ସେ କାନ ଆଗା ନାହିଁ। ସେମାନଙ୍କ କାନକୁ ପରମେଶ୍ୱର ଭାରି କରିଦେଇଛନ୍ତି। ସେଥିପାଇଁ ସେ କହୁଛନ୍ତି ପ୍ରକାଶିତ ପୁସ୍ତକରେ ଯେ ମଣ୍ଡଳୀ ଗଣକୁ, ଦୁନିଆ ଲୋକକୁ ନାହିଁ, ମଣ୍ଡଳୀ ଗଣକୁ କିଏ କହନ୍ତି? କୌଣସି ଭବିଷ୍ୟତ ବକ୍ତା ନୁହେଁ, ଆତ୍ମା କଣ କହନ୍ତି, ପବିତ୍ର ଆତ୍ମା କଣ କହନ୍ତି? ଯାହାର କାନ ଅଛି ସେ ଶୁଣୁ, ସେ ରବକୁ ସେ ଶୁଣୁ, ଭଲ ଭାବରେ ଶୁଣୁ। ପ୍ରିୟମାନେ, ଏମିତି ଲୋକ ମଣ୍ଡଳୀରେ ଅଛନ୍ତି ଯୋଉମାନେ କି ପରମେଶ୍ୱରଙ୍କ ବାକ୍ୟ ସେମାନଙ୍କ ପାଇଁ ତୁଚ୍ଛ ନୁହେଁ। ବିଜାର ଲାଗି ଯାଉଥିବ। ଅନ୍ୟମାନେ ବାକ୍ୟ ଶୁଣି କି ଆନନ୍ଦିତ ହଉଥିବେ, ୱାଓ, ଏତେ ସୁନ୍ଦର ବାକ୍ୟ ଭାଙ୍ଗୁଛନ୍ତି, ଏତେ ସୁନ୍ଦର ବାକ୍ୟ ବୁଝାଉଛନ୍ତି। ୱାଓ, ଆଜି ମୁଁ ଏ ବାକ୍ୟ ରହସ୍ୟ ବୁଝିପାରିଲି। ଆଜି ପରମେଶ୍ୱର ମୋ ସହିତ କଥାବାର୍ତ୍ତା ହେଲେ, ଆଜି ମୋର ବନ୍ଧନକୁ ପ୍ରଭୁ ଛିଣ୍ଡେଇଲେ। ମାତ୍ର ଅନ୍ୟ ଆଡେ ଲୋକମାନେ କଣ ଗୋଟେ କହିଲେ କି? ଆଜି ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମମାନଙ୍କର କର୍ଣ୍ଣକୁ ପ୍ରଭୁ ଖୋଲିଛନ୍ତି, ଆମକୁ ଶୁଣିବା କର୍ଣ୍ଣ ଦେଇଛନ୍ତି, ପରମେଶ୍ୱରଙ୍କ ରବକୁ ଶୁଣିବାର କାନ ଆମମାନଙ୍କୁ ପ୍ରଦାନ କରିଛନ୍ତି। ସେଥିପାଇଁ ଆମେ ଯେତେବେଳେ ମଣ୍ଡଳୀକୁ ଆମେ ଯାଉ, ପ୍ରଭୁଙ୍କ ପାଖକୁ ଯାଉ, ଆମର କାନ ସବୁବେଳେ ଖୋଲା ଥିବାର ଅଛି।
परमेश्वर आम सहित कथबार्ता हेबा पाई चाहूँ कौन से आज आमको कहवा पाई चाहूँ से रोब आमको शुणा पड़ो पढ़ा गोटे पद जिसाय पुस्तक 13 अध्याय 13-14 पद पढ़ा सॉरी एहेतु आम्भे आकाश मंडल को गोटे मिनिट माथ्यू कहवा जगह क्षमा करेंगे मु जिसाय कहली माथ्यू 13 अध्याय 13 पद टिके पढ़ से माने देखु देखु देखते नहीं और शुणु शुणु शुणती नहीं कि बुझती नहीं एणु मु सेमानंकु दृष्टांत द्वारा कथा कहूअछि आउ जिसायंकर एही भाववाणी सेमानंक संबंधरे सफल हेउछि तुम्भे माने शुणु शुणु शुणिबो किंतु कोनोसी प्रकारे बुझिबो नहीं पुणी देखु देखु देखिबो किंतु कोनोसी प्रकारे ज्ञात हेबो नहीं केमिति दुखर विषय 15 पद भी पढ़ंतु कारण एही लोकमानंकर हृदय जोड़ हैला सेमाने कानरे कष्टरे शुणिले ओ आपणा आपणा आखि बुझिले जेपरि सेमाने आखिरे देखिबे नहीं ओ कानरे शुणिबे नहीं आउ हृदय बुझिबे नहीं पुणी फेरी आसिबे नहीं आउ आम्भे सेमानंकु सुस्थ करिबु नहीं। प्रिय माने प्रभु आमान को दया करंतु अनुग्रह करंतु आमाने परमेश्वर को रोब को आमे शुणिबा दिने छोट सामुएल से शोई थिले आ प्रभु डाकिले सामुएल सामुएल से परमेश्वर को रोब सहित अभ्यस्त नथिले परमेश्वर डाकुतिले एली को पाखु जाउथिले भाबुतिले एली डाकुचंती परमेश्वर बालकंकर माध्यम कथा कहती प्रभुंकर दास मान माध्यम से आमानकर कथा कहती जितेबाला परमेश्वर सामुएल को डाकुचंती से समय सामुएल भावुचंती जे मते एली डाकुचंती परमेश्वर रोब आ एलिजाजक रोब समान थिला एथिपाई सामुएल बारी पारले नहीं। प्रिय प्रभु को लोक माने परमेश्वर आज मध्य से आमान को कथा कहती रोब शुणाती आमाने से प्रकार भाव यीशु ख्रीष्ट मृत्युवरण करथिले आ जो समय मृत्युवरण करथिले आ पुनरुत्थान समय रे मरियम तांको निकट को जाइथिले पढ़िकिना आमे समाप्त करिबा आमाने जहन लिखित सुसमाचार एहार 20 अध्याय को आसीबा जहन लिखित सुसमाचार 20 अध्याय 16 पद जीशु तांको कहिले मरियम से बुली पड़ी एब्री भाषा रे तांको कहिले राबुनी अर्थात हे गुरु। देखंतु मरियम करो जीशुंकर रोब सहित केमती अभ्यस्त खाली ना धर डाकी देले मरियम एतकी कहू कहू से बुली पड़ी कहले एटा तो मोर गुरुंकर शब्द से कहले राबुनी माने हे गुरु कारण तांको रोब सहित तांकर अभ्यस्त थे माने प्रभु आमान को साहाय्य करंतु आमको सही प्रकार कान दियंतु शुणिबा कान देखिबा चक्षु परमेश्वर रोब को आमे क्लियरली शुणी पारिबा कारण शेष दिन रे विश्वासी भाई भूणी मानकर कानर समस्या हे जीवो से मारे सत्य वाक्य रे कर्ण देबे नहीं से मारे हितजनक शिक्षा सहय करि परिबे नहीं से मारे श्रुति मधुर कथारे आ विभिन्न प्रकार कल्पित कहानी रे से माने मन देबा को लागिबे आमे से प्रकार न हेउ आमे परमेश्वर रोब को ठीक भाव रे आमे सुनी पारिबा आमे कौनसी लोकों को पछरे जिबा नहीं यीशु ख्रीष्ट जहन 10 अध्याय कहले मोहर मेष माने मोहर रोब शुणती से माने अजणा लोकों को पछरे से माने जानती नहीं आमे परमेश्वर रोब को सुनिबा आ ए शेष दिन मानकरे परमेश्वर का सहित अछंती को प्रभु दासों सहित कथबार्ता होचंती यह आमे निहाती जानिबार आवश्यक रही आसंतु पदे प्रार्थना करिबा। पिता मु तुमको हृदय सहित धन्यवाद दिए कारण तुम्हें महान तुम्हें सर्वशक्तिमान तुम्हें आश्चर्य कर्म करिबार अद्वितीय परमेश्वर तुम्हें अट आज मध्य तुम्हें आमान को प्रभु तुम पवित्र वाक्य द्वारा उत्साहित कल तो वाक्य पाई मु तुमको धन्यवाद दिए
ତୁମେ ସବୁ ସମୟରେ ଆମମାନଙ୍କ ସହିତ କଥାବାର୍ତ୍ତା ହଉଛ, ତୁମର ସ୍ୱରକୁ ଆମକୁ ଶୁଣିବା ପାଇଁ ତୁମେ ଦଉଛ ପ୍ରଭୁ। ଆମକୁ ପ୍ରଭୁ ତୁମେ ଅସୁନତ କର୍ଣ୍ଣ ନ ଦିଅ, ଆମର କର୍ଣ୍ଣକୁ ଭାରି ନ କର ପ୍ରଭୁ, ଆମର କର୍ଣ୍ଣକୁ ତୁମେ ବନ୍ଦ ନ କର ପ୍ରଭୁ। ଆମେ ଯେ ପ୍ରକାର ଶୁଣିବା କାନ ପାଇବା, ତୁମ ରବକୁ ଶୁଣିପାରିବୁ, ତୁମ ରବକୁ ଆମେ ତୁରି ପରି ଆମେ ଶୁଣିପାରିବୁ ପ୍ରଭୁ। ଦୟାକରି ତୁମେ ସାହାଯ୍ୟ କର। ହାଲେଲୁୟା। ଧନ୍ୟବାଦ ପ୍ରଭୁ, ଧନ୍ୟବାଦ। ତୁମ ନାମର ସ୍ତୁତି ହେଉ, ମହିମା ହେଉ, ଗୌରବ ହେଉ, ସମ୍ଭ୍ରମ ହେଉ। ହେ ରାଜା ମାନଙ୍କ ରାଜା, ପ୍ରଭୁ ମାନଙ୍କର ପ୍ରଭୁ, ଆଶ୍ଚର୍ଯ୍ୟ କର୍ମ କରିବାରେ ଅଦ୍ୱିତୀୟ ପରମେଶ୍ୱର ତୁମେ ଅଟ। ମୁଁ ତୁମକୁ ହୃଦୟ ସହିତ ଧନ୍ୟବାଦ ଦିଏ। ଆଜି ପ୍ରଭୁ ତୁମେ ଆମମାନଙ୍କୁ ପୁନର୍ବାର ତୁମର ପବିତ୍ର ବାକ୍ୟ ଦ୍ୱାରା କଥାବାର୍ତ୍ତା ହେଲ, ତୁମ ରବ ଶୁଣିବା ପାଇଁ ଦେଲ। ଆଉ ପ୍ରଭୁ ତୁମର ବାକ୍ୟ ସହିତ ଆମେ ଅଭ୍ୟସ୍ତ ହେଇ ପ୍ରଭୁ ଆମେ ଅନ୍ୟ କାହାର ପଛରେ ଚାଲି ନିଜକୁ ଭ୍ରାନ୍ତ ନ କରି ତୁମ ପଛରେ ଆମେ ଚାଲିପାରିବୁ, ଅନୁଗ୍ରହ ପ୍ରଦାନ କର। ସକଳ ଆଦର ମହିମା ତୁମକୁ ଦେଇ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁ ନାମରେ ମାଗୁଛି।